ଆଜି ମା ବୁଢ଼ୀ ଠାକୁରାଣୀଙ୍କର ବୈଶାଖ ପୂର୍ଣ୍ଣିମା ଓ ଶନିଶ୍ଚର ଯଜ୍ଞର ପୂର୍ଣ୍ଣାହୁତ ଉତ୍ସବ। ଢେଙ୍କାନାଳ ଜୁବଲି ଛାଉଣି ସ୍ଥିତ ମା ବୁଢ଼ୀ ଠାକୁରାଣୀଙ୍କର ବୈଶାଖ ପର୍ବ ଓ ଶନିଶ୍ଚରଙ୍କ ପୂର୍ଣ୍ଣାହୁତ ଉତ୍ସବ ପାଳିତ ହୋଇଛି। ଏହା 12 ତାରିଖରୁ ଆରମ୍ଭ ହୋଇ 16 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। 12 ତାରିଖରେ କଳସ ଯାତ୍ରା କରାଯାଇ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, ଗୋ ପୂଜା, ମାଙ୍କର 16 ଉପଚାର ପୂଜା, ମଣ୍ଡଳ ପୂଜା, ଚଣ୍ଡୀପାଠ କରାଯାଇଥାଏ ଓ ଯଜ୍ଞ ଫଳ ମୂଳ ମିଷ୍ଟାନ୍ନ ପଣା ଭୋଗ ଲାଗି ପ୍ରତ୍ୟେକ ଦିନ କରାଯାଉଥିଲା। ଆଜି ହେଉଛି ପୂର୍ଣ୍ଣାହୁତି ଉତ୍ସବ। ମାଙ୍କୁ ଆହୁତି ଦିଆଯିବ। ପୂଜକ ପଣ୍ଡିତ ରାଜକିଶୋର ମିଶ୍ର ଶର୍ମା, ପୂଜକ ପଣ୍ଡିତ ଅରୁଣ କୁମାର ଶର୍ମା, କର୍ତ୍ତା ଶିଶିର କୁମାର ବାରିକ, କର୍ତ୍ତି ସସ୍ମିତା ବାରିକ, କର୍ତ୍ତା ଲିଙ୍ଗରାଜ, କର୍ତ୍ତି ରେବତୀ ସାହୁ ଓ କମିଟିର ସଦସ୍ୟ ଅକ୍ଷୟ କୁମାର ଆଚାର୍ଯ୍ୟ, ବିଜୟ କୁମାର ତୁଙ୍ଗ, ସାଗର ପଟ୍ଟନାୟକ, ସୁଶାନ୍ତ କୁମାର ବାରିକ, ବିଚିତ୍ରା ବରାଳ ଓ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମା ବୁଢ଼ୀ ଠାକୁରାଣୀଙ୍କ ବୈଶାଖ ପର୍ବ ଓ ଶନିଶ୍ଚର ଯଜ୍ଞ ସମ୍ପୂର୍ଣ୍ଣ କରାଯାଇଥିଲା।